Hello everyone, this is Saurabh Naik. I welcome you to my YouTube channel, Inspire Saurabh. ଆଜିର ଭିଡ଼ିଓର ବିଷୟଟି ହେଉଛି ସିଏମ୍ କିଷାନ ବିଷୟରେ। ତ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ସିଏମ୍ କିଷାନର ପ୍ରଥମ କିସ୍ତି ବେନିଫିକାରୀକୁ ମିଳିସାରିଛି। ଏହି ଭିଡ଼ିଓରେ ଆମେ ଜାଣିବା କିପରି ଭାବରେ ଆମେ ବେନିଫିସିଆରୀ ଲିଷ୍ଟକୁ ଡାଉନଲୋଡ୍ କରିପାରିବା ଆଉ କିପରି ଭାବରେ ଯଦି ଆମକୁ ସିଏମ୍ କିଷାନ ମିଳି ନାହିଁ ତାହାକୁ ପୁଣି ଥରେ ଆପ୍ଲାଏ କରିପାରିବା କିମ୍ବା ଇ କେୱାଇସି କରିପାରିବା। ଏହାକୁ ଜାଣିବା ପାଇଁ ଆପଣମାନେ ଭିଡ଼ିଓ ପୁରା ଦେଖନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ତ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡ଼ିବ ସିଏମ୍ କିଷାନ .ଓଡ଼ିଶା .gov सर्च कला पर आपन पाखरे एभला वेबसाइट आसीबो। एठारे आपनको एठारे चेक करिया पड़िबो। प्रथमे हम चेक करिबा जदि आपण पीएम किसान आसी नाही किबा सीएम किसान आसी नाही ताहले हम किपरि भाबे एहा ई केवाईसी करि पारि। एहार ई केवाईसी करिया पई प्रथमे आपनको एठारे मारिया को पड़िबो। एठा जो लिखा जाय ई केवाईसी चासी को निमंत्रण तळे जो लिखा जाय ई केवाईसी तापर आपण क्लिक करिया पड़िबो। एठारे आपनको आपनको आधार नंबर दबाको पड़िबो। जोटारे आपण आधार नंबर देबे। आधार नंबर देला पर आपनको एठा कैप्चा के फिलअप करिया पड़िबो। कला पर आपनको एठा गेट ओटीपी ऊपर क्लिक करिया पड़िबो। यहाँ पर आपण पाखरे एभा देखिबो। जदि आपनको एभा शो करूची ताहले आपणकर ई केवाईसी अछि। आपनको किछि करते पड़िबो नाही। आपण माने लिस्ट ना देखिबे। जदि आपनको ना लिस्ट अछि ताहले आपनको सीएम किसान और पीएम किसान मिलिबो। जदि आपनको एभा देखौनी ताहले आपण एठारे ई केवाईसी करिया पड़िबो। डायरेक्ट आपको ओटीपी जिवो। ओटीपी गला पर आपण एठारे ओटीपी देबे तापर आपनको एठारे संपूर्ण होई जिवो। तो वर्तमान हम चेक करिबा किपरि भाबे हम ना चेक करि परिबा हमर सीएम किसान ना अछि या ना। यहाँ चेक करिया ପାଇଁ प्रथमे आपनको बेनिफिशियरी लिस्ट ऊपर क्लिक करिया पड़िबो। यहाँ पर आपनको एटा सीएम किसान ऊपर क्लिक करिया पड़िबो। एठारे आपनको आपनकर डिस्ट्रिक्ट दबाको पड़िबो। डिस्ट्रिक्ट देला पर आपनको एठारे आपनको ब्लॉक चूज करिया पड़िबो। एठारे ब्लॉक देला पर आपनको एठारे ग्राम पंचायत चूज करिया पड़िबो। ग्राम पंचायत चूज कला पर आपनको एठारे व्यू मारिया कला पर आपन पाखरे एभले आसीबो। एठारे आपन ग्राम पंचायत लिखा हेइतेबो। एठारे आपनको लिखा हेइतेबो डाउनलोड एसएमएफ। एठारे लिखा हेइतेबो डाउनलोड एलआईएस। एठारे एसएमएफ ର ଅର୍ଥ ହେଉଛି କ୍ଷୁଦ୍ର ଚାଷୀ ଆଉ ଡାଉନଲୋଡ ଏଲଆଇଏସ୍ ର ଅର୍ଥ ହେଉଛି ଭୂମିହୀନ ଚାଷୀ। ଯଦି ଆପଣ କ୍ଷୁଦ୍ର ଚାଷୀ ତାହେଲେ ଆପଣ ଏଠାରେ କ୍ଲିକ୍ କରିବେ। ଜାଣିବେ ଆପଣଙ୍କର ନାଁ ଅଛି ନା ନାହିଁ। ଯଦି ଆପଣ ଭୂମିହୀନ ଚାଷୀ ତାହେଲେ ଆପଣ ଏଠାରେ କ୍ଲିକ୍ କରିବେ। ମୁଁ ପ୍ରଥମେ ଏଠାରେ କ୍ଲିକ୍ କରୁଛି। ଏହାପରେ ଆପଣଙ୍କ ପାଖରେ କ୍ଷୁଦ୍ର ଚାଷୀର ଏକ ଯୋଉ ପିଡିଏଫ ଆସିଗଲା। ଏଠାରେ ଆପଣଙ୍କ ନାମ ଚେକ୍ କରିବେ। ଏଠାରେ ଚେକ୍ କରିବା ପାଇଁ ପ୍ରଥମେ ଆପଣ ଆପଣ ଭିଲେଜକୁ ଯିବେ। ଯେପରି ମୁଁ ଆମ ଭିଲେଜକୁ ଯାଉଛି। ଏହାପରେ ଆପଣଙ୍କ ଏଠାରେ ନାମ ଲେଖାଯାଇଥିବ। ଏଇ ଯୋଉ ଲିଷ୍ଟରେ ଯାହା ନାମ ଲେଖା ଅଛି ସେ କାଳିଆ ଯୋଜନା ଅନୁସାରେ ଏଠିକୁ ଆସିଛି। ଆପଣମାନେ ଏଠାରେ ଆପଣଙ୍କ ନାମ ଲେଖିପାରିବେ। ଯଦି ଆପଣଙ୍କ ନାମ ଏଠାରେ ଶୋ କରୁଛି ତାହେଲେ ଆପଣ ଏଠାରେ ପାଇବେ। ଯଦି ଆପଣଙ୍କ ନାମ ଏଠି ଶୋ କରୁଛି କିନ୍ତୁ ଆପଣଙ୍କୁ ପଇସା ମିଳେନି ତାହେଲେ ଆପଣ ଏଠାରେ ଇ କେୱାଇସି କରିବେ। ବର୍ତ୍ତମାନ ଆମେ ଚେକ୍ କରିବା କିପରି ଭାବେ ଭୂମିହୀନ ଚାଷୀକୁ ଚେକ୍ କରିବେ। ଭୂମିହୀନ ଚାଷୀକୁ ଚେକ୍ କରିବା ପାଇଁ ପ୍ରଥମେ ଆପଣ ଏଠାରେ କ୍ଲିକ୍ କରିବାକୁ ପଡିବ। ଏହାପରେ ଆପଣଙ୍କ ପାଖରେ ଏଇଭଳିଆ ପପଅପ୍ ଶୋ କରିବ। ଏଠାରେ ଆପଣ ଏଠାରେ ଭୂମିହୀନ ଚାଷୀକୁ ଚେକ୍ କରିପାରିବେ। ଏହାର ଲିଙ୍କ ମୁଁ ମୋର ଡେସ୍କ୍ରିପସନ ଲିଙ୍କରେ ଦେଇଦେବି। ଆପଣ ଏଟାକୁ ଚେକ୍ କରିପାରିବେ। ବର୍ତ୍ତମାନ ଆମେ ଦେଖିବା କିପରି ଭାବେ ଆମେ ନୂଆ ଆପ୍ଲାଏ କରିପାରିବା। ଏଟାକୁ ଆପଣ ନୂଆ ଆପ୍ଲାଏ କରିବା ପାଇଁ ପ୍ରଥମେ ଆପଣ ହୋମକୁ ଆସିବେ। ଏହାପରେ ଏଠାରେ ଲେଖାଯାଇଛି ସିଏମ୍ କିଷାନ ଓ ପିଏମ୍ କିଷାନର ପଞ୍ଜୀକରଣ। ଆପଣ ଏଠାରେ କ୍ଲିକ୍ କରିବେ ପଞ୍ଜୀକରଣ ଉପରେ। କିଛି ଇନଷ୍ଟ୍ରକ୍ସନ ଦେଲା କିଛି ଡକ୍ୟୁମେଣ୍ଟ ଦେଲା ଯୋଉଟା କି ଆପଣ ଯେତେବେଳେ ସିଏମ୍ କିଷାନ ଆପ୍ଲାଏ କରିବେ ସେତେବେଳେ ଆପଣଙ୍କୁ ଆବଶ୍ୟକ ହେବ। ଏଠାରେ ଆପଣ ଗୋଟିଏ ହିଁ ଆପ୍ଲାଏ କରିବେ ସିଏମ୍ କିଷାନ ଆପ୍ଲାଏ କରିବେ। ଯେତେବେଳେ ଆପଣ ସିଏମ୍ କିଷାନ ଆପ୍ଲାଏ କରିବେ ସେତେବେଳେ ଆପଣ ବୋଥ ସିଏମ୍ କିଷାନ ଏବଂ ପିଏମ୍ କିଷାନର ଟଙ୍କା ପାଇବେ। ତ ଏଠାରେ ଆପଣ କରିବା ପାଇଁ ପ୍ରଥମେ ଆପଣଙ୍କୁ ଇ କେୱାଇସି ଓଟିପି ବେସ୍ ହବ। ଯୋଉଟା କି ଆପଣଙ୍କ ଆଧାର ନମ୍ବର ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ ହେବା ଆବଶ୍ୟକ। ଯଦି ଆପଣଙ୍କ ଆଧାର ନମ୍ବର ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ ଅଛି ତାହେଲେ ଆପଣ ଏ ସୁବିଧା ପାଇପାରିବେ। ଇ କେୱାଇସି ପରେ ଏଠାରେ ଦେଲେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ। ଆପଣ ଗୋଟେ ବ୍ୟାଙ୍କ ପାସବୁକ୍ ଦେବାକୁ ପଡିବ ଯୋଉଟା ଫାଷ୍ଟ ପେଜ ଦେବେ ଯୋଉଟା କି ଆପଣଙ୍କ ଡିବିଟ୍ ହୋଇଥିବ ଯୋଉଟା କି ଆପଣଙ୍କ ପଇସା ଆସିବ। ଏଠାରେ ଆପଣଙ୍କୁ ଆପଣଙ୍କ ରେସନ କାର୍ଡ ଦେବାକୁ ପଡିବ। ଏଠି ଗୋଟେ ଫ୍ୟାମିଲିରେ ଜଣଙ୍କ ରେସନ କାର୍ଡରେ ଜଣ ମେମ୍ବର ହିଁ ପାଇବ। ଏଠାରେ ଆପଣଙ୍କୁ ଲ୍ୟାଣ୍ଡ ରେଜିଷ୍ଟ୍ରେସନ ଦେବାକୁ ପଡିବ ଯୋଉଟା କି ଆପଣ ମାନେ ଭୂମି ସାର୍ଟିଫିକେଟ ଯୋଉଟା କି ଆପଣ ମାନେ ଜମି ସାର୍ଟିଫିକେଟ ଦେବେ। ଏଠାରେ ଆପଣଙ୍କୁ ଧ୍ୟାନ ଦେବାର ଅଛି କି ଆପଣ ମାନେ ଯୋଉ ନମ୍ବର ୟୁଜ କରିବେ ସେ ନମ୍ବର କେବଳ ଜଣେ ବେନିଫିକାରୀ ହିଁ ପାଇପାରିବେ। ଯଦି ଆପଣ ମାନେ ସେ ନମ୍ବରରେ ଦୁଇ ଜଣ ବେନିଫିସିଆରୀ ଏଡ୍ କରୁଛନ୍ତି ତାହେଲେ ଆପଣ ମାନେ ଏଠାରେ ରିଜେକ୍ଟ ହେଇଯିବେ। ଯଦି ଆପଣ ମାନେ ଗୋଟିଏ ନମ୍ବରରେ ଦୁଇ ଜଣ ବେନିଫିସିଆରୀକୁ ଲିଷ୍ଟ କରୁଛନ୍ତି ତାହେଲେ ଆପଣ ମାନେ ଏଠାରେ ଏଲିଜିବଲ ହେବେ ନାହିଁ। ଆପଣ ରିଜେକ୍ଟ ହେବେ। ଏଠାରେ ଲେଖାଯାଇଛି କି ଆପଣ ମାନେ ଜମି ଯଦି 2 ହେକ୍ଟରରୁ କମ ଅଛି ତ ଆପଣ ମାନେ ଏଠାରେ ସ୍ମଲ୍ ଫାର୍ମର ହେବେ। ଯଦି ଆପଣଙ୍କ ଜମି 2 ହେକ୍ଟରରୁ ଅଧିକ ଅଛି ତାହେଲେ ଆପଣ ଏଠାରେ ମିଡିୟମ ଫାର୍ମର ହେବେ। ଯଦି ଆପଣଙ୍କ ଜମି ହିଁ ନାହିଁ ତାହେଲେ ଆପଣ ଏଠାରେ ଲ୍ୟାଣ୍ଡ ହେବେ। ତ ଏହାକୁ ଆପ୍ଲାଏ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏଠାରେ କ୍ଲିକ୍ କରିବାକୁ ପଡିବ। ଏଠାରେ ପ୍ରୋସିଡ୍ କରିବାକୁ ପଡିବ। ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏଠାରେ ଆଧାର ନମ୍ବର ଦେବାକୁ ପଡିବ। ଏଠାରେ ଆପଣଙ୍କୁ କ୍ୟାପଚା ଦେବାକୁ ପଡିବ। ଏହାପରେ ଆପଣଙ୍କୁ ଏଠାରେ ଓଟିପି କ୍ଲିକ୍ କରିବାକୁ ପଡିବ। ଏହାର ଯୋଉ ପ୍ରୋସେସ ହବ ମୁଁ ଏହାକୁ ଅଲଗା ଭିଡିଓରେ ଆପଣଙ୍କୁ ଶୋ କରିବି। ତ ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖାଉଛି ଆପଣ ମାନେ ପିଏମ୍ କିଷାନ ସିଏମ୍ କିଷାନ କେତେ ଟଙ୍କା ପାଇବେ। ଯଦି ଆପଣ ମାନେ ମିଡିୟମ ଫାର୍ମର ଆପଣ ମାନେ କେତେ ଟଙ୍କା ପାଇବେ। ଯଦି ଆପଣ ମାନେ ଭୂମିହୀନ ତାହେଲେ ଆପଣ ମାନେ କେତେ ଟଙ୍କା ପାଇବେ। ଏହାକୁ ପାଇବା ପାଇଁ ଆପଣ ମାନେ ପ୍ରଥମେ ହୋମକୁ ଯିବେ। ଏହାପରେ ଆପଣ ତଳକୁ ଆସିବେ। ଏଠାରେ ଲେଖାଯାଇଛି କି ସିଏମ୍ କିଷାନ ପିଏମ୍ କିଷାନ ସୁବିଧା। ଏଠାରେ ଲେଖାଯାଇଛି କ୍ଷୁଦ୍ର ଓ ନାମୀ ମାତ୍ର ଚାଷୀ ପାଇଁ।
ଏଠାରେ ଲେଖାଯାଇଛି କି ସିଏମ୍ କିଷାନ ସୁବିଧା 4,000 ଟଙ୍କା ମିଳିବ, ଯୋଉଟା କି ଗ୍ରାମୀଣ ହିତାଧିକାରୀଙ୍କୁ ମିଳିବ। ଏଠାରେ ଲେଖାଯାଇଛି ପିଏମ୍ କିଷାନ ସୁବିଧା ଯୋଉଟା 6,000 ମିଳିବ, ଯୋଉଟା ଗ୍ରାମୀଣ ଏବଂ ସହର ହିତାଧିକାରୀଙ୍କୁ ମିଳିବ। ଏଠାରେ ଲେଖାଯାଇଛି କି ସିଏମ୍ କିଷାନ ଯୋଜନାରେ ଗ୍ରାମାଞ୍ଚଳ ଯୋଗ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଦୁଇଟି ଫସଲ ଋତୁ ବାର୍ଷିକ 4,000 ଟଙ୍କା ଏବଂ ସହରାଞ୍ଚଳ କ୍ଷୁଦ୍ର ନାମମାତ୍ର ଚାଷୀ 1,000 ଟଙ୍କା ପାଇବେ। ଯୋଉଟା କି ଆପଣମାନଙ୍କୁ ଯଦି ଆପଣମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଆପଣମାନଙ୍କୁ 6,000 ଟଙ୍କା ପିଏମ୍ କିଷାନ ମିଳିବ ଆଉ 4,000 ଟଙ୍କା ସିଏମ୍ କିଷାନ ମିଳିବ। କିନ୍ତୁ ଯଦି ଆପଣମାନେ ମଧ୍ୟମ ଓ ବୃହତ୍ ଚାଷୀ ଆପଣମାନଙ୍କୁ କେବଳ ପିଏମ୍ କିଷାନ ମିଳିବ। ଆଉ ଯଦି ଆପଣମାନେ ଭୂମିହୀନ ଚାଷୀ ତାହେଲେ ଆପଣମାନଙ୍କୁ 12,500 ଟଙ୍କା ମିଳିବ, ଯୋଉଟା କି ଗୋଟିଏ କିସ୍ତିରେ ନାହିଁ, ଯୋଉଟା କି 3ଟା କିସ୍ତିରେ ମିଳିବ। 5,000 5,000 2500 ଲେଖା ମିଳିବ। ଏଠାରେ କିଛି ଡକ୍ୟୁମେଣ୍ଟ ଦେଲା ଯୋଉଟା କି ଆପଣମାନଙ୍କୁ ଦେଖିବା ଆବଶ୍ୟକ। ଏଠାରେ କିଛି ଡକ୍ୟୁମେଣ୍ଟ ଦେଲା ଯୋଉଟା କି ଆପଣମାନେ ଦେଖିବା ଆବଶ୍ୟକ। ଏଠାରେ ଦେଲା କି 18 ବର୍ଷରୁ କମ୍ ନାବାଳକ ଯଦି ଆପଣମାନେ 18 ବର୍ଷରୁ ଅଧିକ ତାହେଲେ ଆପଣମାନେ ଏହାକୁ ଆପ୍ଲାଏ କରିବେ। ଏଠାରେ ଥିଲା ମଧ୍ୟମ ବଡ଼ ଚାଷୀ। ଯଦି ଆପଣମାନେ ସାନ ଚାଷୀ ଆପଣମାନେ କ୍ଷୁଦ୍ର ଚାଷୀ ତାହେଲେ ଆପଣମାନେ ଏହାକୁ ଆପ୍ଲାଏ କରିବେ। ବଡ଼ ଚାଷୀ ହେଇଥିଲେ ଏହାକୁ ଆପ୍ଲାଏ କରିପାରିବେ ନାହିଁ। ଏ ପରିବାର ଏକାଧିକ ସଦସ୍ୟ ଏଠାରେ ଦେଇଛି ଏ ପରିବାରର ଜଣେ ସଦସ୍ୟ ହିଁ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କ ପରିବାରରେ ଏକାଧିକ ସଦସ୍ୟ ଆପ୍ଲାଏ କରନ୍ତି ତାହେଲେ ଆପଣମାନେ ରିଜେକ୍ଟ ହେଇଯିବ, କିଛି ପଇସା ଆସିବନି। ଏଠି ଦେଲା ବର୍ତ୍ତମାନ ଦେଲା ପେନସନଭୋଗୀ ଅବସରପ୍ରାପ୍ତ କର୍ମଚାରୀ କିମ୍ବା ସରକାରୀ କର୍ମଚାରୀଙ୍କୁ ଏ ସୁବିଧା ମିଳିବ ନାହିଁ। ବର୍ତ୍ତମାନ ଦେଲା ମୃତକ ହୋଇଥିବେ, ଯଦି ଆପଣମାନେ ମୃତକ ହୋଇଥିବେ ତାହେଲେ ଆପଣଙ୍କୁ ମିଳିବ ନାହିଁ। ବର୍ତ୍ତମାନ ଦେଲା ସାମ୍ବାଦିକ ପଦବୀରେ ବର୍ତ୍ତମାନ ଦେଲା ସହରାଞ୍ଚଳ ଚାଷୀ ହୋଇଥିବେ, ଯଦି ଆପଣ ସହରାଞ୍ଚଳ ଚାଷୀ ହୋଇଥିବେ ତାହେଲେ ଆପଣମାନଙ୍କୁ ସୁବିଧା ମିଳିବ ନାହିଁ।